ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଜାରି 3D ମ୍ୟାପିଂ ସହିତ ଡିଜିଟାଲ କ୍ୟାଟଲଗ କରାଯାଉଛି। ଗଣତି ମଣତି କାର୍ଯ୍ୟର ତଦାରଖ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଗଜପତି ଦିବ୍ୟସିଂହ ଦେବ। ପୁରୀରେ କାଳବୈଶାଖୀର ତାଣ୍ଡବ ପ୍ରବଳ ବର୍ଷାରେ ବୁଡ଼ିଲା ବଡ଼ଦାଣ୍ଡ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ହଇରାଣ ସେପଟେ କଣାସରେ ବଜ୍ରପାତରେ ଟଳି ପଡ଼ିଲେ ଚାଷୀ। କାଳବୈଶାଖୀ କ୍ଷତିଗ୍ରସ୍ତଙ୍କର ରାସ୍ତାରୋକ କେନ୍ଦୁଝର ପାଟଣା ବ୍ଲକରେ 52ରୁ ଅଧିକ ଗାଁର ପ୍ରାୟତଃ 10,000 ଲୋକ ପ୍ରଭାବିତ। ପଲିଥିନ୍ ଯୋଗାଇବା ଏବଂ କ୍ଷତିପୂରଣ ଦାବିରେ ପାଟଣାର ବିଭିନ୍ନ ସ୍ଥାନରେ ଟାୟାର ଜଳେ ରାସ୍ତା ଅବରୋଧ କରିଥିଲେ ଲୋକେ। 3 ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବାକୁ ମିଳିଲା ପ୍ରତିଶ୍ରୁତି। ଯନ୍ତ୍ରୀଙ୍କ ଘରେ ଟଙ୍କା ଗଦା ଭୁବନେଶ୍ୱରରେ କେନ୍ଦ୍ରୀୟ ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କର 6ଟି ଠିକଣାରେ ଚଢ଼ାଉ ଜବତ ହେଲାଣି 7 ଲକ୍ଷ ଟଙ୍କା। 60ରୁ ଅଧିକ ଫିକ୍ସ ଡିପୋଜିଟ୍ ସୁନା ଅଳଙ୍କାର 5ଟି ପ୍ଲଟ କୋଠା ସହିତ ଫାର୍ମ ହାଉସ୍ ଠାବ। ଖୋର୍ଦ୍ଧା ବେଗୁନିଆ ବ୍ଲକର ଭୁଇଁପୁର ଶିଳ୍ପାଞ୍ଚଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳ୍ପାୟନର ବିକାଶ ପାଇଁ 40,811 କୋଟି ଟଙ୍କାର 36 ପ୍ରକଳ୍ପର ଶିଳାନ୍ୟାସ ସହିତ ଉଦ୍ଘାଟନ। 59,000 ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ।